ଆଲୋଚନା ପାଇଁ କିଏ ଡାକିଲେ ଆଲୋଚନା କରିବା କ'ଣ ମନା ଅଛି? ଭଲ ଜିନିଷ ପାଇଁ ଆଲୋଚନା କରିବା କ'ଣ ଖରାପ କଥା? ଯଦି ଆଲୋଚନାରେ ସେମିତି କରାଯିବ, ଆମକୁ ଡକାଯିବ, ଆମେ ଆଲୋଚନା କରିବା। ଭଲ ହବ କି ଖରାପ ହବ, ଯୋଉଟା ଭଲ ହବ ସେଇ ନିଷ୍ପତ୍ତି ନିଆଯିବ। ଆପଣଙ୍କ ମତ କ'ଣ? ମୋତିବାବୁଙ୍କୁ ଫେରିବା ଆପଣଙ୍କ ମତ ଅଛି? ଆରେ ଭାଇ ଦେଖୁଛ, ସବୁ ଦଳରେ ଖାଲି କଂଗ୍ରେସ କଥା କାହିଁ ପଚାରୁଛ? ସବୁ ଦଳରୁ ଲୋକ ଯାଉଛନ୍ତି ଆସୁଛନ୍ତି। ଆଜି ମାନେ କାଲି ନେତାମାନେ, ରାଜନୈତିକ ନେତାମାନେ କ'ଣ ଭାଷଣ ଦଉଛନ୍ତି? ମାଟି ବଡ଼ ନା ପାଟି ବଡ଼? ପାଟିକି ଯାଉ ବଡ଼ କେହି କହୁନାହାନ୍ତି। ମାଟି ନାଁରେ ସବୁ କଥା ଚାଲିଛି, ଦଳ ବଦଳ ଚାଲିଛି, ସବୁ ଚାଲିଛି, ତେଣୁ କଂଗ୍ରେସ ଭିତରକୁ ଆସିବାକୁ କାହାକୁ ମନା, ନା କଂଗ୍ରେସ ସହିତ ରହିବାକୁ କାହାକୁ ମନା? କିନ୍ତୁ ଯେତେବେଳେ ଯୋଉଠି ଶାସନ ଯୋଉ ଦଳ ଥାଏ ସିଆଡ଼ିକି ବେଶୀ ମୁହାନ୍ତି। ପୂର୍ବରୁ ଥରେ ନିର୍ବାଚିତ ହେଇଥିଲେ, ପୁଣି ଆଉଥରେ ଆସିଥିଲେ, ଏଥର ନ ଆସିବେ ସେ ଚଲେଇଛନ୍ତି। ସିଏ କ'ଣ ଯାଇଛନ୍ତି ସସ୍ପେଣ୍ଡ କରାଯିବ? ସେ ଆଞ୍ଚଳିକ ଦଳ ଗଢ଼ିବା ପାଇଁ ବର୍ତ୍ତମାନ ତାଙ୍କର ସେ ପ୍ରୋସେସରେ ଅଛନ୍ତି, ସେ କ'ଣ ଆଉ ଫେରିବେ ବୋଲି ଆପଣଙ୍କର ଆଶା? ନାଇଁ, କିଏ କହିବ? ଆଞ୍ଚଳିକ ଦଳ କରିକି କ'ଣ ଲୋକ ଫେରିନାହାନ୍ତି? ଆଞ୍ଚଳିକ ଦଳ କରିକି ଲୋକ ଫେରିଛନ୍ତି ନା ନାଇଁ? ଡକ୍ଟର ହରକୃଷ୍ଣ ମହତାବ ଭଳିଆ ଲୋକ ଫେରିଛନ୍ତି ପରା। ନୀଳମଣି ରାଉତରାୟ ବି ଆସିଛନ୍ତି, ଡକ୍ଟର ହରକୃଷ୍ଣ ମହତାବ କିଏ ଆସୁନି? ସେଇଟା ଆଜିକାଲି ଗୁରୁତ୍ୱ ନାହିଁ। ଆଦର୍ଶ ବିହୀନ ରାଜନୀତି ବର୍ତ୍ତମାନ ଚାଲିଛି। କୋଉଠି ବର୍ତ୍ତମାନ ରାଜନୀତି ତ ଆଉ ହଉନି, ନା ବେପାର ଚାଲିଛି। ସେ ବେପାରରେ ଯିଏ ଆଗେଇ ଚାଲିଲା। ରାଜନୀତି ଗୋଟେ ବେପାର କରିସାରିଲେଣି ସମସ୍ତେ ବେପାର। କେତେ ଦିନ ହେଇଗଲାଣି ଓଡ଼ିଶାରେ, ଭାରତ ବର୍ଷରେ ଏବେ ଚାଲିଛି। ଏଇନା ଭାରତ ବର୍ଷ ରାଜନୀତିକୁ କିଏ ନିୟନ୍ତ୍ରଣ କରୁଛି? ପୁଞ୍ଜିପତି ମାନେ ନିୟନ୍ତ୍ରଣ କରୁଛନ୍ତି, ନେତା ନିୟନ୍ତ୍ରଣ କରୁଛନ୍ତି। ବିଧାୟକ ମାନେ ଯୋଉ ଅଛନ୍ତି ସେମାନେ ଲୋକଙ୍କ ସେବା କରିବା ଅପେକ୍ଷା ମାନେ ପୁଞ୍ଜିପତିଙ୍କୁ ବେଶୀ ଧ୍ୟାନ ଦଉଛନ୍ତି। ସରକାରଙ୍କର କାର୍ଯ୍ୟକ୍ରମ ହେଲା ସେୟା, ନହେଲେ 15 ବର୍ଷ ଭିତରେ ଆଦାନୀ ଏତେ ବଡ଼ କେମିତି ହେଇଗଲା? ତେଣୁ ଏ ସମୟରେ ସେମିତି ହୁଏ। ଆମେ ଏବେ ମଧ୍ୟ ଭାରତ ବର୍ଷରେ 10 କୋଟି ଲୋକ 2ଟି ମିଲ୍ ପାଉନାହାନ୍ତି। ସେ ବିଷୟ କିଛି ଚିନ୍ତା କରୁଛନ୍ତି? 10 କୋଟି ଲୋକ 2ଟା ମିଲ୍ ପାଆନ୍ତିନି। ତାଙ୍କ ପାଇଁ ଆମେ କ'ଣ କରୁଛେ? ସୁଭଦ୍ରା ପଇସାରେ ଦୁଃଖ ଚାଲିଯିବ? କେମିତି ଯିବ? ଛେଳି କିଣିକି ବ୍ୟବସାୟ କରିବେ। ହଁ, ମାଂସ କିଲୋ 800 ଟଙ୍କା ହେଲାଣି। ଛେଳି ଯେତେ ଅଧିକା ଉତ୍ପାଦନ ହବ ସେତେ ଭଲ। ସୁଭଦ୍ରା ପଇସାରେ ସମସ୍ତେ ଆଇଟି ରିଟର୍ନ ବି କରିସାରିଲେଣି ବୋଲି କହୁଛନ୍ତି ମ୍ୟାଡାମ। ଭଲ, ସେ ଯଦି ହେଇଥିବ ଶୁଭ ସୂଚନା। ଧନ୍ୟବାଦ ସରକାର। କେତେ ଟଙ୍କା ଦଉଛନ୍ତି ସୁଭଦ୍ରା ଯୋଜନା? ଏତେ ଆଇଟି ରିଟର୍ନ ହେଇଯାଉଛି। ତୁମ କ'ଣ ଜାଣିନ କେତେ ଟଙ୍କା ଦଉଛନ୍ତି ସୁଭଦ୍ରା ଯୋଜନା? ଦଉଛନ୍ତି 50,000 ଦେବେ ପରା। କେତେ 6 ମାସରେ 10,000 ଲେଖା ଦଉଛନ୍ତି। ଦିନକୁ 28 ଟଙ୍କା ପଡୁଛି। ହେଲା, 28 ଟଙ୍କା ଆଇଟି ରିଟର୍ନ ହେଇଯାଉଛି। ଏକାଥରେ 50,000 ଟଙ୍କା ଦେଲେ ସେଟା ଭଲ କାମରେ ଲାଗନ୍ତା। ଏ ଯୋଉ ବ୍ରେକ୍ କରିକି ଦଉଛନ୍ତି ସେଟା ଅପବ୍ୟୟ ହେଉଥିବ ବୋଲି ମୋର ଧାରଣା। ଯଦି ଏକାଥରେ 50,000 ଜଣେ ମହିଳା ପାଆନ୍ତା, ତାହେଲେ ଯଦି ଛେଳି ବେପାର ଆହୁରି ଭଲ କରନ୍ତା। ମହିଳାଙ୍କୁ ସଶକ୍ତ କରିବା ପାଇଁ କାଲି କୃଷ୍ଣଚନ୍ଦ୍ର ମହାପାତ୍ର କହିଲେ ମହିଳାମାନେ ସିଟି ବସ୍ ଚଲେଇବେ, ମହିଳାମାନେ ଆମ ବସ୍ ଚଲେଇବେ। ଖରାପ କ'ଣ? ଚଲୁନାହାନ୍ତି। ଭୁବନେଶ୍ୱର ସହରରେ କ'ଣ ଝିଅ ମାନେ କାର ଚଲେଇକି ଆମ ଦେଖୁନାହାନ୍ତି? ଅନ୍ୟାନ୍ୟ ରାଜ୍ୟରେ ତ ମୁଁ ଦେଖିଛି ଟ୍ୟାକ୍ସି ସବୁ ଝିଅ ମାନେ ଚଲାନ୍ତି। ତେଣୁ ଆମ ରାଜ୍ୟରେ ଯଦି ଚଲେଇଲେ ଭଲ କଥା ଟିକେ କହିଲେ। ଟ୍ୟାକ୍ସି ଚଲେଇବା ବସ୍ ଚଲେଇବା ପାର୍ଥକ୍ୟ ନାହିଁ। ଟ୍ୟାକ୍ସି ଚଲେଇବା ବସ୍ ଚଲେଇବା ପାର୍ଥକ୍ୟ ନାହିଁ। ପାର୍ଥକ୍ୟ କ'ଣ? ଗାଡ଼ି ତ ଚଲେଇବ ଆଉ କ'ଣ? ଏମିତିରେ ବସ୍କୁ ଜମ ବସ୍ ବୋଲି କହିଲେଣି। ଯଦି ଚଲେଇବେ କ'ଣ ଏକ୍ସିଡେଣ୍ଟ କୋଉଠି ହଉନି? ଏକ୍ସିଡେଣ୍ଟ ହଉଛି, ତେଣୁ ଅସାବଧାନତା ଦୃଷ୍ଟିରୁ ଯୋଉ ଏକ୍ସିଡେଣ୍ଟ ହଉଛି ସେଗୁଡାକୁ କଣ୍ଟ୍ରୋଲ କରିବାର ଅଛି। ଏକ୍ସିଡେଣ୍ଟ ତ ହବ, ତେଣୁ ଯେତେ କମ ହବ ସେତେ ଭଲ। କୋଉ କାରଣରୁ ଏକ୍ସିଡେଣ୍ଟ ହଉଛି ତାକୁ ଯଦି ନିୟନ୍ତ୍ରଣ କରାଯାଇପାରେ ଏକ୍ସିଡେଣ୍ଟ କମିଯିବ। ତାହେଲେ ମହିଳାମାନେ ଚଲେଇବା ଠିକ। ମହିଳାମାନେ ଚଲେଇବା କିଛି ଭୁଲ କଥା ନୁହେଁ, ଭଲ କଥା। ଆପଣ ସ୍ୱାଗତ ଯୋଗ୍ୟ କରୁଛନ୍ତି? ବିଲକୁଲ ସ୍ୱାଗତ। ତାଙ୍କର ଅଧିକାର ଅଛି, ସେମାନେ ଚଲେଇଲେ କ୍ଷତି କ'ଣ? ଚଲଉଛନ୍ତି, ସାରା ପୃଥିବୀରେ ଚଲଉଛନ୍ତି। କ'ଣ ଏଇଟା ତୁମକୁ ନୂଆ ଲାଗୁଛି? କିନ୍ତୁ ସାରା ପୃଥିବୀରେ ଚଲଉଛନ୍ତି। ପୃଥିବୀରେ କ'ଣ ବସ୍ ଚଲଉନାହାନ୍ତି? ଟ୍ରେନ ଚଲଉନାହାନ୍ତି? ପ୍ଲେନ ଚଲଉନାହାନ୍ତି? ଆଉ ତାହେଲେ ଟ୍ରକ୍ ବସ୍ଟା ଚଲେଇବାର କ'ଣ ଅସୁବିଧା ହେଲା? ଯୁଦ୍ଧ ଜାହାଜ ଚଲଉଛନ୍ତି, କ'ଣ କ୍ଷତି ହେଲା? କ'ଣ ଭଲ? ଗୁଡ୍ ପ୍ରପୋଜାଲ ଅଫ୍ ଗଭର୍ଣ୍ଣମେଣ୍ଟ। ସରକାର ଯାହା କରୁଛନ୍ତି ଭଲ କରୁଛନ୍ତି।